ମହାପୁରୁଷ ଅଚ୍ୟୁତାନନ୍ଦ କହିଥିଲେ, ରାମ ପଚାରିଥିଲେ ପ୍ରଭୁ ମାଳିକା ଆପଣ କେମିତି ଲେଖୁଛନ୍ତି, ଆଗକୁ ଏ ଘଟଣା ଘଟିବେ ବୋଲି। ଆରେ ରାମ ସରସ୍ୱତୀ ମୋ ଜିଭାରେ ବସିଛନ୍ତି। ଯୋଉ ମହାପୁରୁଷ ମାଳିକା ଲେଖୁଥିଲେ ଅଚ୍ୟୁତାନନ୍ଦ, ସେ ରାମକୁ କହିଛନ୍ତି ରେ ରାମ ସରସ୍ୱତୀ ମୋ ଜିଭାରେ ମାନେ ସାରଳା ମୋ ଜିଭାରେ ବସିଛନ୍ତି। ମା ସାରଳାକୁ ବହୁତ ଭଲ ପାଆନ୍ତି, ମା ସାରଳା ମୋର ଜିଭାରେ ବସିଛନ୍ତି, ତେଣୁ ମୁଁ ଲେଖି ଯାଉଛି। ତେଣୁ ସେ ଯାହା କହୁଛନ୍ତି ଇଏ ଲେଖୁଛ ଲେଖି ଚାଲିଛି। ତେଣୁ ମହାପୁରୁଷ ତମେ ତ କହିଲ ଇଏ ପାକିସ୍ତାନ ତିଆରି ହବା କେତେଶହ ବର୍ଷ ହବ? 70 ବର୍ଷ କି 70-75 ବର୍ଷ ହବ। ଏତିକି ବର୍ଷ ବେଶୀ ତ ନାହିଁ। ସିଏ ତ ମାଳିକାରେ ଲେଖା ଅଛି। 600 ବର୍ଷ ପୂର୍ବରୁ ଲେଖା ଅଛି। ଯାଇଗୁଲ ମାଳିକାରେ ଆପଣ ଦେଖନ୍ତୁ ପାକିସ୍ତାନ ବିଷୟରେ ଲେଖା ଅଛି। ନେହୁରୁ ଜନ୍ମ ହେଇଥିଲେ ତାଙ୍କ କଥା ଲେଖା ଅଛି। ମହାତ୍ମା ଗାନ୍ଧୀ ଜନ୍ମ ହେଇଥିଲେ ତାଙ୍କ କଥା ବି ଲେଖା ଅଛି। ମୋଗଲ ମୋହନ ଲେଖା ଅଛି। ଆମ ବିରିବାଟି ଯୋଉ ତାରିଣୀ ମନ୍ଦିର ହେଇଛି ସେ କଥା ବି ମହାପୁରୁଷଙ୍କର ପଟା ଯେ ଚକଟା ମଡ଼ାରେ ଲେଖା ଅଛି। ଆଚ୍ଛା, ବିରିବାଟି ତ 40 ବର୍ଷ 50 ବର୍ଷ ଭିତରେ 40 ବର୍ଷ ଭିତରେ ହେଇଛି ତାରିଣୀ ମନ୍ଦିର। କହିଲୁ ବାପା ଏ କଥାକୁ ଲେଖା ଅଛି। ଚକଡ଼ା ମଡ ମହାପୁରୁଷ ଲେଖିଛନ୍ତି 600 ବର୍ଷ ଆଗରୁ। ସେତେବେଳେ ମହାପୁରୁଷ ଦେଖିଥିଲେ ଆକୁ ନା, ସିଏ ସେଇଭଳି ଯୋଗଜନ୍ମା ବ୍ୟକ୍ତି, ତାଙ୍କୁ ସେଇଭଳି ଶକ୍ତି ପ୍ରାପ୍ତ। ସେ ଚିନ୍ତା କରିବା ମାତ୍ରେ ତାଙ୍କୁ ଢଳ ଢଳ ଦେଖାଯିବ ସେ ଶକ୍ତି ତାଙ୍କ ପାଖରେ ଅଛି, ଯେ କି ଅତୀତର ନେତ୍ରକୁ ଖୋଲି ଦେଇଛନ୍ତି। ସେ ନେତ୍ରକୁ ଖୋଲିଦେଲେ ସାରା ବ୍ରହ୍ମାଣ୍ଡ ଦେଖାଯିବ, ଯେ କି ନିର୍ବିକଳ୍ପ ସମାଜର ଲାଭ କରିଥିବା ବ୍ୟକ୍ତି। ସେ ସାଧାରଣ ବ୍ୟକ୍ତି ସେମାନେ। 7ଟା ଚକ୍ରକୁ ଜିଣିଛନ୍ତି ସେମାନେ, ସହସ୍ରା ଦଳରେ ଯାଇ ସ୍ଥିତ ହୋଇଛନ୍ତି। ସେ ସାଧାରଣ ବ୍ୟକ୍ତି ନୁହନ୍ତି, ନିର୍ବିକଳ୍ପ ସମାଧି ଉପଲବ୍ଧି ଭୋଗିଛନ୍ତି। ଗୋଟିଏ ଚକ୍ରରେ ଗୋଟିଏ ସମାଧି, 6ଟା ଚକ୍ରରେ 6ଟା ସମାଧି, ସପ୍ତମ ଚକ୍ରରେ ନିର୍ବିକଳ୍ପ ସମାଧି। ସେ ସପ୍ତମ ଚକ୍ରକୁ ଜିଣିଥିଲେ। ଯିଏ ନିର୍ବିକଳ୍ପ ସମାଧି ଜିଣିଥିବ ସେ ସଂସାରରେ କାହାକୁ ଭୟ କରିବନି। ଠିକ ଠିକ ଠିକ। ଦେବତା ମାନେ ବି ଯୁଦ୍ଧ କଲେ ତା ପାଖରେ ପରାସ୍ତ ହେବେ, ଦେବୀ ମାନେ ମଧ୍ୟ ଯୁଦ୍ଧ କଲେ ତାଙ୍କ ପାଖରେ ପରାସ୍ତ ହେବେ। ସେଭଳି ଶକ୍ତିଶାଳୀ ବ୍ୟକ୍ତି। ତେଣୁ ସେମାନେ ନିର୍ବିକଳ୍ପ ସମାଧି ଉପଲବ୍ଧି କରିଥିବା ସାରି। ତେବେ ବାବା ଆପଣ ଯେଉଁ ଦେବୀମାନଙ୍କ କଥା କହିଲେ, ଯେ କି ଆଗକୁ ପୁଣି ଯେଉଁ ଯୁଦ୍ଧର ବିଭୀଷିକା ମାଡ଼ି ଆସୁଛି, ଯୁଦ୍ଧର କଳା ବାଦଲ ହିନ୍ଦୁସ୍ତାନ ଆଡ଼କୁ ମାଡ଼ି ଆସୁଛି, ତେବେ ଏହି ସମୟରେ କ'ଣ ଦେବୀ ପୁଣି ଭରେ ବି ଡାକ ଦେବେ? ବାପା ଅନନ୍ତ ଦାସ ଲେଖିଛନ୍ତି, ଶିଶୁ ଅନନ୍ତ ଦାସ, ମହାଭାରତରେ ଯେଉଁମାନେ ଯୁଦ୍ଧ କରୁଥିଲେ ମରିଗଲେ ସୈନ୍ୟ ସାମନ୍ତ, ସେମାନେ ଜନ୍ମ ହେଇଥିବେ। ତାକୁ ମହାମାୟୀ ତାଙ୍କ ରକ୍ତ ପିଇବ, ତାଙ୍କୁ ମାରିବ। ମହାଭାରତରେ ଯେଉଁମାନେ ଯୁଦ୍ଧ କରୁଥିଲେ ସେମାନେ ନର ଶରୀର ହେଇକି ଜନ୍ମ ହେବେ। ସେ ସବୁ ଦେଶମାନଙ୍କ ଭିତରେ ରହିବେ, ତାଙ୍କୁ ଖାଇବେ, ଯେ କି ମାହେଶ୍ୱରୀ ତାଙ୍କୁ ତାଙ୍କ ରକ୍ତ ପିଇବେ, ମାରିବେ ବୋଲି ଏ କଥା ଲେଖା ଅଛି। ଦେବାଦେବୀ ମାନେ ସେତେବେଳେ ଠିଆ ହେବେ, ସେଇ ରୂପରେ ଧାରଣ କରି ତମେ ଚିହ୍ନି ପାରିବନି ବାପା। ସେ ମନୁଷ୍ୟ ଶରୀର ଧାରଣ କଲା ଭଳି ସେ ଜନ୍ମ ହେଇଥିବେ, ସେ ଠିଆ ହେବେ ଯୁଦ୍ଧରେ। ସେ ସମୟ ପ୍ରଭୁଙ୍କ ରାଜା ଲେଖାଥିଲା। ଦ୍ୱାପର ଯୁଗରେ ମହାଭାରତରେ ଯେତେବେଳେ ଅର୍ଜୁନକୁ ପଚାରିଲେ ମୁଁ ଏତେ ରଥି ମାରିଦେଇଛି, ଭୀମକୁ ପଚାରିଲେ ମୁଁ ସେ 100 ଭାଇକି ମାରିଦେଲି କୌରବ ମାନଙ୍କୁ, ମୁଁ ଏସା କରିଛି। କୃଷ୍ଣ କହିଲେ ଆଚ୍ଛା ଇଏ କେହି ତ ପ୍ରମାଣ କ'ଣ ଅଛି, ଚାଲ ପଚାରିବା। ରଣକୁମ୍ଭରେ ଯେଉଁ ମୁଣ୍ଡଟା ଅଛି, ବେଲାଳସେନ ମୁଣ୍ଡ ଅଛି, ସେଇ କହିଛି, ସେଇ ସବୁ ତ ଦେଖି ତ ଖବର ପାଇଛି, ମହାଭାରତ ମୁଁ ଦେଖି। ତାକୁ ଯାଇ ପଚାରିବା। ତାକୁ ଯାଇ ପଚାରିଲେ ଭୀମ କହିଲା ମୁଁ ଏତେ ଲୋକଙ୍କୁ ମାରିଦେଇଛି, ଅମୁକ କରିଦେଇଛି, ଧମକ କରିଦେଇଛି, 100 ଭାଇକି ତାକୁ ବାଡ଼େଇକି ମାରିଦେଇଛି ନା? କେହି ଗୋଟିଏ ମାରିନା। ଗୋଟିଏ ସୁଦର୍ଶନ ଚକ୍ର ଭଳିଆ ଆସେ, ସେଇ କାଟିଦିଏ, ସେଇ କାଟିକିରି ପକାଇ ଦିଏ। ତମ ସର ବାଜିବା ପୂର୍ବରୁ
ତମ କଥା ପ୍ରହାର ହବା ପୂର୍ବରୁ ସୁଦର୍ଶନ ଆଗ ମାରିଦେଇଥବ। ତମେ କଣ ମାରିଲ? ଦେଖ ବାବା, ଏ ମହାଭାରତ ଆରମ୍ଭ। ବର୍ତ୍ତମାନ ମହାଭାରତ ଗୁଆ ପୋତା ହେଲା। ଗୁଆ ପୋତା ହେଲା। ଗୁଆ ପୋତା ହେଲା ମହାଭାରତର। ଦେଖ ବାପା, ତାଙ୍କର ଯେତେ ପ୍ରକାର ଅସ୍ତ୍ର ପ୍ରୟୋଗ କରିଛନ୍ତି ପାକିସ୍ତାନୀ, ବିଫଳ ହେଇ ସବୁ ସବୁ ବିଫଳ ହେଇଛି। କିଏ ବିଫଳ କରିଛି? ନା ସୁଦର୍ଶନ। ଯୋଉ ସୁଦର୍ଶନ ଦ୍ୱାପର ଯୁଗରେ ବୁଲିଥିଲା, ସମସ୍ତଙ୍କ ମୁଣ୍ଡ କାଟିଥିଲା, ତାକୁ ସୁଦର୍ଶନ ସେ ଅସ୍ତ୍ର ନାଁ ଦେବାର କାରଣ କଣ? ଦେଖ ବାପା, କେମିତିଆ ସଂଯୋଗ କେମିତିଆ ହଉଛି। ସେତେବେଳେ ସେଇ ସୁଦର୍ଶନ ବୁଝିକି ବେକ କାଟିଥିଲା, ବର୍ତ୍ତମାନ ସେଇ ଚକ୍ର ନାଁ ଦେଲେ ସୁଦର୍ଶନ ଯେ ରକ୍ଷା କଲା। ସେଟା ନଥିଲେ ଭାରତର 16ଟା ସହର ଜଳୁଥାନ୍ତା। ଦେଖ, ସେଇ ସୁଦର୍ଶନ ରକ୍ଷା କଲା। ଯୋଉ ସୁଦର୍ଶନ ଦ୍ୱାପର ଯୁଗରେ ବୁଲୁଥିଲା, କୁରୁବାନକୁ ମାରିଲା। କୁରୁବାନଙ୍କ ପାଖରେ ସବୁ ବିଦେଶ ରାଜାମାନେ ଆସି ଏକତ୍ରିତ ହେଇକି ଯୁଦ୍ଧ କରିଥିଲେ। ପାଣ୍ଡବ ପାଖରେ କେହି ନାହାନ୍ତି। କିଏ ରକ୍ଷା କରିଥିଲା? ନାଇଁ, ସେଇ ସୁଦର୍ଶନ। ପାଣ୍ଡବ ମାନଙ୍କୁ ରକ୍ଷା କରିଥିଲା ସେଇ ସୁଦର୍ଶନ। ଦେଖ, ବର୍ତ୍ତମାନ ଭାରତକୁ ରକ୍ଷା କଲା ସେଇ ସୁଦର୍ଶନ ଚକ୍ର। ତାଙ୍କୁ କୁହାଯାଇଥିଲା ତମ ନାଁ ଦିଅ ସୁଦର୍ଶନ। କେମିତି ସଂଯୋଗ? ଭକ୍ତ ମାନଙ୍କୁ ରକ୍ଷା କରିଛି ସୁଦର୍ଶନ। ଆଗକୁ ମଧ୍ୟ ରକ୍ଷା କରିବେ ସେଇ ସୁଦର୍ଶନ। ଆଗକୁ ଯେତେବେଳେ ଯୁଦ୍ଧ ପୁରା ଜୋରସୋରରେ ଷ୍ଟାର୍ଟ ହେଇଯିବ, ସେଇ ସୁଦର୍ଶନ ସବୁ କ୍ଷେତ୍ରରେ ସୁଦର୍ଶନ। ଚିନ୍ତା କରନ୍ତୁ, ଦେଖନ୍ତୁ, ମିଶାନ୍ତୁ କେମିତିଆ ସଂଯୋଗ। ଆଚ୍ଛା ବାବା, ସେ ସମୟରେ ଯୋଉ ଲାଗିଥିଲା ପାଣ୍ଡବ କୌରବ ମାନଙ୍କ ଭିତରେ ଫାଇଟିଂ, ଏ ସମୟରେ ପୁଣି ପାଣ୍ଡବ କିଏ କୌରବ କିଏ? ପାଣ୍ଡବ ରହିବେ ଭାରତ ପକ୍ଷରେ, କୌରବ ପକ୍ଷରେ ରହିବେ ସେ ପାକିସ୍ତାନିଆ ପକ୍ଷରେ। ଆଚ୍ଛା, ଯେତେ ସବୁ ମୁସଲମାନ କଣ୍ଟ୍ରି ସେମାନେ ରହିବେ। ଆଚ୍ଛା, ଆଉ ଗୋଟେ ବି କଥା, ଯେତେବେଳେ ଆପଣ କହୁଛନ୍ତି ଯେ କି ବାରମ୍ବାର ମାଳିକା ପ୍ରମାଣ ଦଉଛି ଏତେ ମୁସଲିମ ରାଷ୍ଟ୍ର ସେମାନେ ଏକଜୁଟ ହେଇଯିବେ, ମିଶିଯିବେ, ତା ସହିତ ପୁଣି ଭାରତ ସହିତ ପୁଣି ତାଙ୍କ ସହିତ ମିଶିଯିବ ଚୀନ, ତା ସହିତ ପୁଣି ଆମେରିକାର ବି ଟିକେ ଇଣ୍ଟରନାଲ ସପୋର୍ଟ ରହିବ। ମାନେ ଭାରତ ଦେଖିବାକୁ ଗଲେ 15ଟା ପାୱାରଫୁଲ କଣ୍ଟ୍ରି ସହିତ ଲଢ଼ିବ, ଶକ୍ତିଶାଳୀ ରାଷ୍ଟ୍ରମାନ ସହିତ ଲଢ଼ିବ। ଭାରତ କିଛି ନୁକସାନ ବି ହେଇଯିବ ନାଇଁ? କିନ୍ତୁ ବାପା, ସେ ଲଢ଼ିବ ସିନା, ଯୋଉ ଯୋଉ ଦେଶମାନେ ଆସିଥିବେ ଭାରତକୁ ଲଢ଼ିବା ପାଇଁ, ଭାରତ ତାଙ୍କର ଛିନଭିନ କରିଦବ। ଲାଷ୍ଟକୁ ସିନା ସେ ପଶିଯିବେ, କିନ୍ତୁ ଛିନଭିନ କରିଦବ। ତାଙ୍କର ପୁରା ମାନେ ବହୁତ ଛିନଭିନ ନଷ୍ଟ କରିଦବ, କିଛି ରଖିବନି। ଭାରତ ପାଖରେ ବହୁ ଅସ୍ତ୍ର ଅଛି। ଏଭଳି ଅସ୍ତ୍ର ଅଛି ଯେ କି ସାରା ପୃଥିବୀ ଦେଶ ଜାଣିନାହିଁ। ଏଇଟା ନିରାଟ ସତ୍ୟ। ଆପଣ କହୁଥିଲେ ଓଡ଼ିଶାରେ ବି କିଛି ଅସ୍ତ୍ର ଗୁପ୍ତରେ ଅଛି, ନାଇଁ କି? ସୂର୍ଯ୍ୟ ଅସ୍ତ୍ର କଣ, ତା କାମ କଣ? ସିଏ ତ ଗୁପ୍ତ କଥା ଅଛି ଓଡ଼ିଶାରେ। ସେ ଅସ୍ତ୍ର ଆଉ ଜୀବ ମାନେ କାର୍ଯ୍ୟ କରିବ, ତାକୁ କେହି ଅଟକେଇ ପାରିବେନି। ସେ ଅସ୍ତ୍ରକୁ ଯଦି ମାରିବ, ସେ ସାଙ୍ଗେ ସାଙ୍ଗେ ଡିରେକ୍ସନ ଚେଞ୍ଜ କରିବ, ସାରା ପୃଥିବୀ ବୁଲି ଆସିବ, ମାରିକି ଫେରିବ। ଆଚ୍ଛା, ସେଠି ମାଡ଼ କରିକି ପୁଣି ଫେରି ଆସିବ। ଆଚ୍ଛା, ଏଭଳି ଅସ୍ତ୍ର ଇଣ୍ଡିଆ ପାଖରେ ଅଛି? ଇଣ୍ଡିଆ ପାଖରେ ଅଛି। କୋଉଠି ଅଛି ସେ କଥା ବାପା ଆମେ କହିପାରିବାନି, କିନ୍ତୁ ଏଭଳି ଅସ୍ତ୍ର ଅଛି ଇଣ୍ଡିଆ ପାଖରେ। ଜାଣିଛନ୍ତି କେହି ଜାଣିନାହାନ୍ତି ପୃଥିବୀର। ଇଣ୍ଡିଆ ପାଖରେ ବହୁତ ଅସ୍ତ୍ର ଅଛି। ଇଣ୍ଡିଆରେ କଣ କରିବେ? କିଛି କରିପାରିବେ। ଇଣ୍ଡିଆ ପାଖରେ ସ୍ୱୟଂ ଭଗବାନ ଅଛି, ଧର୍ମ ଅଛି। ସେ ଚାହିଁଥିଲେ ତ ପାକିସ୍ତାନକୁ କ୍ଷେପଣାସ୍ତ୍ର ମାରିକି ତା ଶେଷ করে ପୃଥିବୀ ମାନଚିତ୍ର ଲିଭେଇ ଦେଇଥାନ୍ତା, କିନ୍ତୁ କାହିଁ କଲାନି? ଜନବସତି ଧ୍ୱଂସ ହେଇଯିବ, ନିରୀହ ଲୋକ ଗୁଡାକ ମରିଯିବେ। ନିରୀହ ଲୋକଙ୍କ କିଛି ଦୋଷ ନାହିଁ, ସେ ମରିଯିବେ। ତେଣୁ ପର୍ଟିକୁଲାର ଜାଗାକୁ ସେ ଆଟାକ୍ କରିକା ଯାଉଛି। ଯୋଉଟା ମାନେ ଆତଙ୍କବାଦୀ ମାନଙ୍କର ଆଡ୍ଡା, ସେଇଗୁଡାକ ସେ ଆଟାକ୍, ସେଇଟା ହିଁ ଆଟାକ୍ କରୁଛି। ବିଲକୁଲ ପିନ୍ ପଏଣ୍ଟରେ ହିଁ ଆଟାକ୍ କରୁଛି, ଯିଏ କି ପୃଥିବୀର କ୍ଷତି କରୁଛନ୍ତି ସେମାନଙ୍କୁ ସେ ମାରିଛି। ନିରୀହ ଲୋକମାନଙ୍କୁ ଯୋଉମାନେ ନିଜର ନିଶାନା ବନାଉଛନ୍ତି ସେଇମାନଙ୍କୁ ମାରିଛି। ସେଇଠିଆ ଲୋକ ଯୋଉ ରହିଥିବେ, ଏ ଯୋଉ ସନ୍ତ୍ରାସବାଦୀ ଅଛନ୍ତି, ସିଏ କଣ ଭଲ ପାଉଥିବେ ସନ୍ତ୍ରାସୀ? ତମ ଗାଁରେ ଗୋଟେ ଦାଦା ଲୋକ ରହିବ, ଗୁଣ୍ଡା ଲୋକ ରହିବ,
ସେ ଗୋଟେ ଦଳଭୁକ୍ତ କରିଦବ ସିଏ ତ ଜୋର ଜୋର ସବୁବେଳେ ଆଣିକି ଇଏ ମାଗିବ ସେ ପଇସା ତମଠୁ ଜୋର ଜବରଦସ୍ତି ନବ ବଟି ଆଦାୟ କରିବ। ଆମେ ଚାହିଁବା ତାକୁ ଝିଅ ବୋହୂ ମାନଙ୍କ ଚରିତ୍ର ନଷ୍ଟ କରି ଜବରଦସ୍ତି ତମାନେ ଗାଁ ବାଲା ଚାହିଁବେ ତାକୁ ଭଲ ଭୟରେ କହିବେ ଆଜ୍ଞା କିନ୍ତୁ ଅନ୍ତର କହୁଥିବ କେମିତି ମରିଯାଆନ୍ତା କି। ଠିକ 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 ପାକିସ୍ତାନର ସେଇ ଅବସ୍ଥା ପାକିସ୍ତାନର ଅବସ୍ଥା ସେଇଆ। ପାକିସ୍ତାନର ପବ୍ଲିକ ମାନେ ତାଙ୍କ ଆର୍ମି ସେ ଚାହୁଁନାହାନ୍ତି ନାହିଁ କିନ୍ତୁ ଇଏ ଏପଟେ ଲୋକମାନେ ବି କିଛି ଚାହିଁକି କରିପାରୁନାହାନ୍ତି ଆଉ ଜୋର ଜୋର ମୁଲକ ସେ ଦାଦାଗିରି ଦେଖଉଛି। କହିଲେ ଦାଦାଗିରି ତା ସୈନ୍ୟ ମାନେ ବି ସେଇ ସନ୍ତ୍ରାସବାଦୀ କିନ୍ତୁ ଭାରତ ଚାହିଁଥିଲେ ଧ୍ୱଂସ କରିଦେଇଥାନ୍ତେ କିନ୍ତୁ ଚାହିଁଲାନି କାରଣ ସିଏ ସିନା ଆମର ଜନବସତି ଉପରେ ଅସ୍ତ୍ର ପ୍ରୟୋଗ କରୁଛନ୍ତି କିନ୍ତୁ ଇଏ ଚାହିଁନି। କିନ୍ତୁ ଏବେ ସିନା ଭାରତ ଚାହିଁନି କିନ୍ତୁ ଏମିତି ସମୟ ଆସିବ ଭାରତ ତାକୁ ଯିବ। ଆଚ୍ଛା ଯାହା ହଉ ବାବା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ପ୍ରତିଥର ବେଳେ ଏଥର ମଧ୍ୟ ଆମ ଦର୍ଶକ ବନ୍ଧୁ ମାନଙ୍କୁ ମାଳିକାର ଖୁବ ସୁନ୍ଦର ଯାହା ରହିଛି ମାଳିକାର ମହତ୍ ବାଣୀ ଭବିଷ୍ୟବାଣୀ ଶେଷ ମଧ୍ୟ ଆପଣ ଶୁଣେଇଲେ। ଆପଣମାନେ ବର୍ତ୍ତମାନ ଶୁଣୁଥିଲେ ଓଡ଼ିଶାର ବିଶିଷ୍ଟ ଜ୍ୟୋତିର୍ବିଦ ତଥା ମାଳିକା ଗବେଷକ ସର୍ବପ୍ରିୟ ପହଲି ବାବାଙ୍କୁ ପ୍ରହ୍ଲାଦ ନାୟକଙ୍କୁ। କେମିତି ଲାଗିଲା ଆଜିର ଭିଡ଼ିଓଟି କମେଣ୍ଟ ବକ୍ସରେ ନିଜର ମତ ଦିଅନ୍ତୁ। ଦେଖା ହବ ଆଗାମୀ ଅଧ୍ୟାୟରେ। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ଶ୍ରୀ ଅଚ୍ୟୁତ।